ନାଇଁ ମୁଁ ଆଗରୁ ନିଜେ କରୁଥିଲି ଏଇ କିଛି ଦିନ ହେଲେ ଲୋକ ନୂଆ ନୂଆ ଖୋଜିଲେ ମୋଟା ହେଇଗଲି ଆଉ ସେ ତ ଅଲଗା ଲୋକଙ୍କ ସାଙ୍ଗେ ସବୁ ଯିଏ ଆଣିକି ରହିଲେ ତାଙ୍କ ମନ ହେଲା ସେ ରହିଲେ କହିଲେ ଆଉ ଦୁଇ ପଇସା ନେଇକି ଯିବୁ ମୁଁ ଆସିଲି 9-10 ବର୍ଷ ହେଲାଣି ସ୍ୱାମୀ ଜେଲରେ ଥିଲା ଅସୁବିଧାରେ ପଡ଼ିକି ଜଣେ ଲୋକ ଆଣିକି ଆସିଥିଲା ତାପରେ ଏସବୁ ସ୍ତ୍ରୀ ଲୋକ ଆସିଲେ ଏସବୁ ମୁଁ କିଛି ଦିନ କାମ କଲି ତାପରେ ଆଉ ସେ ନୂଆ ଖୋଜିଲେ ଏସବୁ ସ୍ତ୍ରୀ ଲୋକ କିଏ ଆଣିକିରି ଆସିଲା ନନାଙ୍କ ପାଖକୁ ସେ ପଇସା ଦିଅନ୍ତି ଯାହା ନନା ଯିଏ କିଏ ସେ ନନା ଯିଏ ସେ ମାଲିକ ସେ ଘରର ମାଲିକ ଯୋଗାଯୋଗ କିଏ ସବୁ କରନ୍ତି ସେଇମାନେ ସେ ଆଗରୁ କରିଥିଲେ ତାପରେ ମୁଁ ନନା ମାଲିକ କେତେ କ'ଣ ପଇସା କ'ଣ କେମିତି ପଇସା ଲୋକ କିଏ 500 ଦିଅନ୍ତି କିଏ 400 ଦିଅନ୍ତି ଆଉ ସେ କାମ କରନ୍ତି ଯେ 200 ଆଉ ନନା କେତେ ପରସେଣ୍ଟ ନିଅନ୍ତି 200 ନିଅନ୍ତି ନହେଲେ ଯଦି ଯିଏ ଆଣିକିରି ଆସିଲା ସ୍ତ୍ରୀ ଲୋକ ସେ ତାର 500 ଦେଇକିରି ସେ ତାକୁ ନେଇକିରି ପଳାଏ ନନା ନାଁ କ'ଣ କହିଲେ ନନା ନାଁ ମୁଁ କ'ଣ ଜାଣିନି ଟୁକୁ ନନା ଏମିତି କହନ୍ତି ମୁଁ ଆସିଲେ ହବ 9 ବର୍ଷ 10 ବର୍ଷ ଆଗରୁ ଚାଲୁଥିଲା ତା ଆଗରୁ ମୁଁ କହିପାରିନି ଯଦି ଚାଲୁ ନଥିଲା ପୁଣି ମୋତେ ଜଣେ ଆଣିକିରି ଆସିଲା ଲୋକ କେଉଁଦିନ 5 ଜଣ କେଉଁଦିନ 10 ଜଣ ଏମିତି ସ୍ତ୍ରୀ ଲୋକ 2-3 ଜଣ ବ୍ୟତୀତ ଆଉ ଅନ୍ୟମାନେ ଆସନ୍ତି ନା ନା ସେ ଆଉ ଜଣେ ସ୍ତ୍ରୀ ଲୋକ ଆସେ ସେ ଆସେ ନା ସବୁବେଳେ ବେଳେବେଳେ ଆସେ ଏଇ 3-4 ଜଣ ଆସନ୍ତି ଯୋଗାଯୋଗ କିଛି ନାହିଁ ସେ ଫୋନ୍ କରନ୍ତି ନାନୀ ଯିବୁ ମୁଁ ଯଦି ଆସିବ ଏଇଆ କଥା ଆଉ ମୁଁ କାହାକୁ କେବେ ଫୋନ୍ କରି କେଉଁ ଲୋକଙ୍କୁ ଡାକେ ନା ସ୍ତ୍ରୀ ଲୋକଙ୍କୁ ଡାକେ ସେ ଯିଏ କାମ କରିବାକୁ ଆସନ୍ତି ନମ୍ବର ନିଅନ୍ତି ଆଉ ତମେ ଆସିଲା ପରେ ନାଇଁ ମୁଁ ଆଗରୁ ନିଜେ କରୁଥିଲି ଏଇ କିଛି ଦିନ ହେଲେ ଲୋକ ନୂଆ ନୂଆ ଖୋଜିଲେ ମୋଟା ହେଇଗଲି ଆଉ ସେ ତ ଅଲଗା ଲୋକଙ୍କ ସାଙ୍ଗେ ସବୁ ଯିଏ ଆଣିକି ରହିଲେ ତାଙ୍କ ମନ ହେଲା ସେ ରହିଲେ କହିଲେ ଆଉ 2 ପଇସା ନେଇକି ଯିବୁ ନା ତମ ସାଙ୍ଗରେ ଯୋଉ ଯୁବକ ନିର୍ଭୟ ମହାନ୍ତି ସିଏ ନାଇଁ ସିଏ ସାର୍ ସେ ସତ କଥା ସିଏ କେଉଁ ଦିନ ବି କେବେ ଆମ କଷ୍ଟମର ନୁହଁ ନା କାମ କରେ ସେ ଯେଉଁ ଛୋଟା ବୁଢ଼ାର ହେଉଛି କ'ଣ ତାଙ୍କ ସମ୍ପର୍କୀୟ ଆଉ ସେ ତାଙ୍କ ସାଙ୍ଗରେ କଥାବାର୍ତ୍ତା ହେବାକୁ ଆସିଥିଲେ ସବୁ ସତ କଥା କହିଲି ସିଏ ମୋର କ'ଣ ମୋ ଛୋଟା ବୁଢ଼ା ସିଏ ଛୋଟବେଳୁ ସେ ତାଙ୍କ ବାପାଙ୍କ ଗତିରେ ଚାକର ଥିଲା ସେ ରହିଛି ଆଉ କିଛି ସେ ତାର ନା ସେ ଆ ଦେହରେ କିଛି ନାହାନ୍ତି ସେ ନିର୍ଦ୍ଦୋଷ ଲୋକ ହେଲା ନାଇଁ ସକାଳ ସନ୍ଧ୍ୟା ନୁହଁ 8-9ଟାରୁ 2ଟା ବେଳେ ବନ୍ଦ ହେଇଯାଏ ହଁ ନା କେବେ ବି ରାତିରେ ହୁଏନି ସେମିତି କିଏ ସେ ପାଖ ଆଖ ଲୋକାଲ ଲୋକ ନୁହଁ ସେ ପାରାଦୀପ ଜଗତସିଂହପୁର ନାଇଁ ନନା ସବୁଦିନ ପାର୍ଟି କରନ୍ତି ଏଠିକି ଆସ ନା ତମେ ସବୁଦିନ ଡେଲି ପାର୍ଟି ହଁ ପଇସା କିନ୍ତୁ ଛାଡ଼ନ୍ତିନି ନିଅନ୍ତି